हेलो हाय नमस्कार जय जगन्नाथ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ଗୋଟେ ଫ୍ରେଶ୍ ରେସିପି ଭିଡ଼ିଓକୁ। ଆଜି ରେସିପିରେ ଅଛି ଚିକେନ୍ ଦମ୍ ବିରିୟାନୀ। ଫାଷ୍ଟ କ'ଣ କରିଲି ନା ଏଠି ମୁଁ ଚିକେନ୍କୁ ଭଲସେ କ୍ଲିନ୍ କରିକି ଧୋଇ ଦେଇଛି। ସେଥିରେ 2 ବଡ଼ ଚାମଚ ଦହି ମୁଁ ନେଇଛି, ତାପରେ ଅଦା ରସୁଣ 3 ଚାମଚ ଭଳି ନେଇଛି। ଭଜା ପିଆଜ ଏଠି ମୁଁ ଦେଖାଉଛି ଆପଣଙ୍କୁ ଭାଜିକି ଆଗୁଆ ଥୋଇ ଦେଇଥିଲି। ଏଠି ଗୁଣ୍ଡ ମସଲାରେ ମୁଁ ନେଇଛି ହଳଦୀ ଗୁଣ୍ଡ, କାଶ୍ମୀର ଲାଲ ମିର୍ଚ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଚିକେନ୍ ମସଲା, ଚିକେନ୍ ବିରିୟାନୀ ମସଲା, ଗରମ ମସଲା, ବାସ୍ ଏତିକି। ସେଥିରେ ଧନିଆ ପତ୍ର ଆଉ ପଦିନା ପତ୍ର ମୁଁ ପକେଇକି ତାକୁ ଭଲସେ ଗୋଳେଇକି ଫ୍ରିଜ୍‌ରେ ଅଧଘଣ୍ଟା ପାଇଁକା ମୁଁ ରଖିଦେଇଥିଲି। ସେ ଯେମିତି ଭଲସେ ମ୍ୟାରିନେସନ୍ ହେଇଯାଉ ସେଥିପାଇଁକା। ତାପରେ ଏପଟେ ମୁଁ କ'ଣ କରିଥିଲି ନା ଏଠି ଏପଟେ ଚିକେନ୍ ଇଏ ହେଲା ଭିତରେ ମୁଁ ଏପଟେ ଗରମ ପାଣି ବସେଇ ଦେଇଥିଲି ରାଇସ୍ ପାଇଁକା। ସେଥିରେ ଗୋଟା ମସଲାକୁ ମୁଁ ଟିକେ ଛେଚିକି ପକେଇଛି, ଯାହାଫଳରେ କି ଟେଷ୍ଟଟା ଭଲ, ସ୍ୱାଦ ତା'ର ଭଲ ଆସିବ। ଏଠି ଗୋଟା ମସଲା ମୁଁ ଛେଚିକି ଗରମ ପାଣିରେ ପକେଇ ଦେଇଛି। ତାପରେ ଧନିଆ ପତ୍ର, ପୋଦିନା ପତ୍ର କାଟିକି ରଖିଥିଲି ତାକୁ ବି ପକେଇଛି। ତେଲ, ରିଫାଇନ୍ ତେଲ ମୁଁ ପକେଇଛି ଏଠି। ଆଉ ଲୁଣ ମୁଁ ପକେଇଛି ମୋ ଇଏ ଅନୁସାରେ 2 ଚାମଚ ଭଳି ମୁଁ ଲୁଣ ପକେଇଛି, ଯେହେତୁ ରାଇସ୍ ମୋର ଅଧିକ ଥିଲା। ତାପରେ ଗୁଆ ଘିଅ ମୁଁ ଅଳ୍ପ ଏଠି ପକେଇଛି। ଆପଣଙ୍କ ଇଚ୍ଛା, ଯଦି ଆପଣଙ୍କୁ ପସନ୍ଦ ତାହେଲେ ଗୁଆ ଘିଅ ପକେଇବେ, ନହେଲେ ସ୍କିପ୍ କରିଦେବେ। କିନ୍ତୁ ଗୁଆ ଘିଅ ପକେଇଲେ ବାସ୍ନାଟା ଭଲ ହୁଏ। ମୁଁ ଏଠି କ'ଣ କରିଛି ନା ପାଣିଟା ଫୁଟିଲା ବେଳକୁ ତା ପୂର୍ବରୁ ମୁଁ ଚାଉଳଟାକୁ 15 ମିନିଟ୍ ପୂର୍ବରୁ ବତୁରେଇକି ଧୋଇକି ଥୋଇଥିଲି। ଏଠି ପାଣିଟା ଦେଖନ୍ତୁ ଫୁଟିଗଲା ପରେ ମୁଁ ଚାଉଳଟାକୁ ପକେଇଛି। ଆକୁ ମୋତେ ଚାଉଳକୁ 70% ଭଳି 80% ପାଖାପାଖି କୁକ୍ କରିବାର ଅଛି। ଏଠି ଦେଖନ୍ତୁ ମୋ ଭାତଟା କେମିତିକା ହେଇଛି ଏଠି। ତାପରେ ମୁଁ କ'ଣ କଲି ନା ବିରିୟାନୀ ଦମ୍ ଦେବା ପାଇଁ ମୁଁ ତା'ର ପ୍ରିପାରେସନ୍ କଲି। ଫାଷ୍ଟ ଗରମ ତେଲରେ ସେ ଗୋଟା ମସଲାକୁ ଛେଚିକି ତାକୁ ଟିକେ ପକେଇଦେଲି। ତାପରେ ଚିକେନ୍‌କୁ ମୁଁ ଫ୍ରିଜ୍‌ରେ ରଖିଥିଲି, ତାକୁ ବାହାର କରିକି ତାକୁ ମୁଁ ଏଠି ଭଲସେ ଟିକେ ପାଣି ଚିକେନ୍ ମାନେ ପକେଇକି କଷିଲି। ଯେହେତୁ ସେ ସବୁ ପଡ଼ିଯାଇଛି କିଛି ଆଉ ପକେଇବା ଦରକାର ନାହିଁ, ମୁଁ ଡାଇରେକ୍ଟ ତାକୁ କଷିଲି କଡ଼େଇରେ। ଦେଖନ୍ତୁ ଚିକେନ୍‌ଟା ଆମର କେମିତି କଷାଟା ପୁରା ୟମ୍ମି ହେଇଥିଲା। ହେଲେ କ'ଣ କରିବା, ମୋର ଯେହେତୁ ଅଳ୍ପ ମୁଁ ବିରିୟାନୀ କରିଥିଲି, ତେଣୁ ମୁଁ ଗୋଟେ ଥରକରେ ଲେୟାରିଂ ଦେଇଛି, ଏଇଟା ସୁବିଧା ହେଲା ମୋତେ। ମୁଁ ଆଉ ଚିକେନ୍ ଫିକେନ୍ କାଢ଼ିନି। ଏଇ ଡାଇରେକ୍ଟ ଭାତ ମୁଁ ଲେୟାରିଂ କରିଛି। ଚିକେନ୍ ଫାଷ୍ଟ ତଳେ ଅଛି, ତାପରେ ଭାତ ଉପରେ ଦେଇଛି। ସେଥିରେ ପିଆଜ, ଭଜା ପିଆଜ ଟିକେ ଦେଇଥିଲି। ତାପରେ ଧନିଆ ପତ୍ର ଆଉ ପୋଦିନା ପତ୍ର ମୁଁ ଟିକେ କାଟିକି ରଖିଥିଲି ତାକୁ ପକେଇଛି। ଯେହେତୁ ମସଲା ମୁଁ ଆଗରୁ ସବୁ ପକେଇ ଦେଇଛି, ଏଠି ଖାଲି ବାସ୍ ଚିକେନ୍ ବିରିୟାନୀ ମସଲା ଟିକେ ପକେଇଛି। ଆଉ ଘିଅ, ଯେହେତୁ ଗୁଆ ଘିଅଟା ଟିକେ ଭଲସେ ପକେଇଛି, ଟିକେ ଅଳ୍ପ ହେବ, ବେଶୀ ପକେଇନି, ଅଳ୍ପ ପକେଇଛି। ଆପଣଙ୍କର ପସନ୍ଦ ପକେଇବେ, ନହେଲେ ତେଲ ବି ପକେଇଲେ ଚଳିବ। ଏଠି କଲରିଂ ପାଇଁ ମୁଁ ପକେଇଛି ୟେଲୋକୁ ଆଉ ରେଡ଼୍ କଲର୍, ଫୁଡ଼୍ କଲର୍ ମୁଁ ୟୁଜ୍ କରିଛି ଅଳ୍ପ, କିନ୍ତୁ ନ କଲେ ବି ଭଲ ସେଇଟା। ତାପରେ ଏଠି ମୁଁ ଦମ୍ କେମିତି ଦିଆହେଇଛି ଆମର, ଫାଷ୍ଟ ବେଲଣା ପଟା, ତାପରେ ଗରମ ପାଣି ଥୁଆ ହେଇଛି। ଚିକେନ୍‌ଟା ଦେଖନ୍ତୁ ବିରିୟାନୀଟା ପୁରା ୟମ୍ମି ହେଇଛି, ତା ସହିତ ରାଇତା ପୁରା ଟେଷ୍ଟି। ଥ୍ୟାଙ୍କ ୟୁ।